କନ୍ଦେଇବା ସମସ୍ତଙ୍କୁ ଆସିଥାଏ, ହସେଇବା ବି ସମସ୍ତଙ୍କୁ ଆସିଥାଏ। ଯିଏ କନ୍ଦେଇ କରି ମନେଇ ନିଅନ୍ତି ସେ ବାପା, ଆଉ ଯିଏ କନ୍ଦେଇ କରି ନିଜେ କାନ୍ଦି ପକାନ୍ତି ସେ ହେଉଛନ୍ତି ଆମ ମା। ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବେ, ସମୟ ବଦଳିବାକୁ ସମୟ ଲାଗିଥାଏ, କିନ୍ତୁ ମଣିଷ ବଦଳିବାକୁ ସମୟ ଲାଗେ ନାହିଁ। ଲୋକେ ତ ଚାହିଁବେ ଆପଣ ଭଲରେ ରୁହନ୍ତୁ, କିନ୍ତୁ ସେମାନେ କେବେ ଚାହିଁବେ ନାହିଁ ଯେ ଆପଣ ସେମାନଙ୍କ ଠାରୁ ଅଧିକ ଖୁସିରେ ରୁହନ୍ତୁ। ଗାଈକୁ ଯଦି ତାର ଆବଶ୍ୟକତା ଠାରୁ ଅଧିକ ଘାସ ମିଳିଯାଏ, ତେବେ ସେ ତାକୁ ନ ଖାଇ ତା ଉପରେ ଶୋଇପଡ଼େ। ଠିକ୍ ସେମିତି ଯେକୌଣସି ଲୋକକୁ ସମ୍ମାନ, ପ୍ରଶଂସା ଓ ଅଧିକାର ଆବଶ୍ୟକତା ଠାରୁ ଅଧିକ ମିଳିଲେ ସେ ତାହାର ମହତ୍ତ୍ୱ ନ ବୁଝି ତାହାର ଦୁରୁପଯୋଗ କରେ। ତିନୋଟି ଜିନିଷର ଗୁରୁତ୍ୱ ମନେ ରଖନ୍ତୁ। ତିନୋଟି ଜିନିଷକୁ ସମସ୍ତେ ଭଲ ପାଆନ୍ତି, ଧନ, ନାରୀ ଓ ସନ୍ତାନ। ଭୁଲ ସ୍ୱୀକାର କରିବା ଶିଖନ୍ତୁ। ଭୁଲ ସ୍ୱୀକାର କରିଦେଲେ ଆପଣ ଛୋଟ ହେଇଯିବେନି, ବରଂ ସେ ଭୁଲ ଠାରୁ କିଛି ଶିକ୍ଷା ଗ୍ରହଣ କରିବେ, ଯାହାଦ୍ୱାରା ସେ ଭୁଲ ଦ୍ୱିତୀୟ ଥର ହେବ ନାହିଁ। ଏପରି ମଧ୍ୟ କିଛି ଔଷଧ ଅଛି ଯାହା ସୁସ୍ଥ ରହିବାରେ ସାହାଯ୍ୟ କରେ। ବ୍ୟାୟାମ ମଧ୍ୟ ଏକ ଔଷଧ। ସକାଳ ଏବଂ ସନ୍ଧ୍ୟାରେ ଚାଲିବା ମଧ୍ୟ ଏକ ଔଷଧ। ଉପବାସ ଏକ ଔଷଧ। ପରିବାର ସହିତ ଖାଇବା ମଧ୍ୟ ଏକ ଔଷଧ। ହସ ମଧ୍ୟ ଏକ ଔଷଧ। ଗଭୀର ନିଦ ମଧ୍ୟ ଏକ ଔଷଧ। ପ୍ରିୟଜନଙ୍କ ସହିତ ସମୟ ବିତାଇବା ମଧ୍ୟ ଔଷଧ। ଖୁସି ହେବା ମଧ୍ୟ ଏକ ଔଷଧ। ନୀରବତା ମଧ୍ୟ କେତେକ କ୍ଷେତ୍ରରେ ଔଷଧ। ଲୋକଙ୍କ ସହଯୋଗ ମଧ୍ୟ ଏକ ଔଷଧ ଏବଂ ଜଣେ ଭଲ ବନ୍ଧୁ ହେଉଛି ଏକ ସମ୍ପୂର୍ଣ୍ଣ ଔଷଧ ଦୋକାନ। ସଫଳତା ପ୍ରାପ୍ତି ପାଇଁ ତିନୋଟି କାର୍ଯ୍ୟ କରିବାକୁ ହୋଇଥାଏ। ପ୍ରଥମଟି ହେଲା ଆପଣ କ'ଣ କରିବେ, ଦ୍ୱିତୀୟଟି ହେଲା ତାହାକୁ କିଭଳି କାର୍ଯ୍ୟକାରୀ କରିବେ, ଶେଷଟି ହେଲା ଅଗ୍ନି ପରୀକ୍ଷା। ଏହି ପର୍ଯ୍ୟାୟରେ ଆପଣ ଫଳାଫଳ ପାଇବେ। ସଫଳତା ପ୍ରାପ୍ତି ପାଇଁ ଆପଣ କି ଧରଣର ବ୍ୟକ୍ତିଗତ ତାଲିମ କାର୍ଯ୍ୟକ୍ରମ ହାତକୁ ନେବେ ତାହା ସଫଳ ବ୍ୟକ୍ତିମାନଙ୍କ ମନୋଭାବ ଓ ଦୃଷ୍ଟିଭଙ୍ଗୀ ଓ କଳା କୌଶଳ ଉପରେ ଆଧାରିତ। ଜଣା ନାହିଁ ଲୋକମାନେ ସବୁକିଛି ଭୁଲି ଆଗକୁ ବଢ଼ି ପାରୁଛନ୍ତି, ହେଲେ ମୋର ତ ଗୋଟିଏ ଖରାପ ଆଦତ, ମୁଁ ଜଲ୍ଦି କାହାକୁ ହୃଦୟରୁ କାଢ଼ି ପାରେନି। ଜୟ ଶ୍ରୀ ଜଗନ୍ନାଥ।